ଆମମାନଙ୍କ ମଧ୍ୟରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ସ୍ୱଭାବ ହେଉଛି ହଠାତ୍ କ୍ରୋଧ କରିବା। ସେମାନେ ହଠାତ୍ କ୍ରୋଧୀ ହେଇଯାନ୍ତି, ଅଳ୍ପ ଅଳ୍ପ ବିଷୟରେ ସେମାନେ କ୍ରୋଧୀ ହୁଅନ୍ତି। ଆଉ ଏପରି କ୍ରୋଧୀ ହୁଅନ୍ତି ଯେ ସେମାନେ ଅଜ୍ଞାନର କର୍ମ ସବୁ କରିଦିଅନ୍ତି। ଆଉ ସେ ଅଜ୍ଞାନର କର୍ମ ହେଉଛି ସେ ଜଣଙ୍କ ଉପରେ କ୍ରୋଧୀ ହୋଇ ତାଙ୍କ ବିଷୟରେ ଅନ୍ୟ ବିଷୟରେ ସେମାନେ କୁକଳ୍ପନା କରି ତାକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରନ୍ତି। ମନେ ରଖନ୍ତୁ, ଏହା ଉଚିତ ବିଷୟ ନୁହଁ। କାରଣ ହିତୋପଦେଶ ଏକ ସୁନ୍ଦର ଶିକ୍ଷା ଦିଏ ଯେ ହଠାତ୍ କ୍ରୋଧୀ ସେ ଅଜ୍ଞାନର କର୍ମ କରେ। ପୁଣି କୁକଳ୍ପନାକାରୀ ନିର୍ବୋଧ ମନୁଷ୍ୟ ଘୃଣାର ପାତ୍ର। ଯେଉଁମାନେ ହଠାତ୍ କ୍ରୋଧରେ ଯେଉଁ କାର୍ଯ୍ୟ କରନ୍ତି ସେମାନେ ଅଜ୍ଞାନର କର୍ମ କରନ୍ତି, ବୁଦ୍ଧିର କାର୍ଯ୍ୟ କରନ୍ତି ନାହିଁ। ଆଉ ଯେଉଁମାନେ ଅନ୍ୟ ପ୍ରତି କୁକଳ୍ପନା କରନ୍ତି ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣାର ପାତ୍ର ହେଇଥାନ୍ତି।